ଢଗଢମାଳି ଯୋଉ ଢଗଢମାଳି ପ୍ରତ୍ୟେକ ଗାଁରେ ଚାଲୁଥିଲା। ଆମ ଜେଜେ ମା ମାନେ ଢଗଢମାଳି କହୁଥିଲେ। ଢଗଢମାଳି ପ୍ରାୟ ବିଲୁପ୍ତ ପ୍ରାୟ। ସବୁ ସେ ଢଗଢମାଳି କି ସମସ୍ତେ ଭୁଲି ଗଲେଣି। କିଏ ବା କିଏ ପୁରୁଣା ଲୋକ କିଏ ଗୋଟେ ଗୋଟେ ମନେ ରଖିଛି କି ଆମେ ଶୁଣିଥିବା ଜେଜ ଆଉ ମାଙ୍କ ଠାରୁ କିଛି ଢଗଢମାଳି ମନେ ରଖିଛୁ। ସେଇ ଢଗଢମାଳି ଭିତରୁ ଆଜି ଗୋଟିଏ ଢଗଢମାଳି ଢଗଢମାଳି ଏପିସୋଡ 1 ରେ ମୁଁ ଆଜି ଗୋଟିଏ ଢଗଢମାଳି କହିବି। ଆଉ ଏ ଢଗଢମାଳି ଏପିସୋଡ ମୁଁ ପ୍ରତି ୱିକରେ ଗୋଟେ ଗୋଟେ ଅପଲୋଡ କରିବି। 1 ର ଢଗଢମାଳି ମୋ ମା ସବୁବେଳେ କୁହେ, ରାମଧଣା ବଡ ଗଞ୍ଜଣା, ରାମଧଣା ବଡ ଗଞ୍ଜଣା, ପାଣି ଅଣା ବଡ ସୁଖ, ଦାଣ୍ଡେ ଗଲି ପେହେଣ୍ଡି ମାରିଲି, ଚାହିଁଦେଲି ପାଞ୍ଚ ମୁଖ। ତାର ବ୍ୟାଖ୍ୟାଟା ମୁଁ କହୁଛି। ସେତେବେଳେ ଜମାନା ଯେତେବେଳେ ଥିଲା, ଘରେ 2ଟି ପୁଅ ଥିଲେ କି 3ଟି ପୁଅ ଥିଲେ, 3ଟା ପୁଅଙ୍କର ବୋହୂମାନେ ଥିଲେ। ସେ ସମୟରେ ଗୋଟେ ବଡ ପରିବାରରେ ରାନ୍ଧିବାଟା ହଉଥିଲା। ସମସ୍ତେ ଏକାଠି ପ୍ରାୟ ଥିଲେ, ଜଏଣ୍ଟ ଫ୍ୟାମିଲିର ଥିଲେ। ରାମଧଣା ବଡ ଗଞ୍ଜଣା, ରାନ୍ଧିବା ଭାରି କଷ୍ଟକର ଥିଲା। ଧାନକୁ କୁଟା ଯାଉଥିଲା ଢିଙ୍କିରେ, ଚାଉଳ କରାଯାଉଥିଲା, ତାକୁ ପାଛୁଡା ଯାଉଥିଲା, ତାକୁ ଭାତ କରାଯାଉଥିଲା, ରନ୍ଧା ହଉଥିଲା କୋଉଥିରେ? ଚୁଲିରେ। କେମିତି? ପତ୍ର ଜାଳି ନହେଲେ ଘଷି ଜାଳି। ସେଥିପାଇଁ କହନ୍ତି ରାମଧଣା ବଡ ଗଞ୍ଜଣା, ପାଣି ଅଣା ବଡ ସୁଖ। ଯେତେବେଳେ ପାଣି ଆଣିବା ପାଇଁ, ଯେତେବେଳେ ପିଇବା ପାଣି, ଲୋକମାନେ ମାଇଲ ମାଇଲ କୋଷ କୋଷ ଦୂର ଯାଉଥିଲେ। କେମିତି ଯାଆନ୍ତି? ଏକା ବେଳକେ ଗୋଟିଏ ସାହି ଭିତରେ 40 ଜଣ 50 ଜଣ ସ୍ତ୍ରୀ ଲୋକ ଏକାଠି ହଉଥିଲେ ଏବଂ ଯାଉଥିଲେ ପାଣି ଆଣିବା ପାଇଁ। ଯୋଉ ପାଣି ଆଣୁଥିଲେ ସେଇ ପାଣିଟା କେବଳ ପିଆ ହଉଥିଲା। ଆଉ ରୋଷେଇ ବି ପୋଖରୀ ପାଣିରେ ହଉଥିଲା। ସେଥିପାଇଁ କୁହନ୍ତି, ଆଉ ଯେତେବେଳେ ସେମାନେ ଯାଆନ୍ତି ଏକାଠି ମିଶିକି ଖଟି କରି କରି ଯାଆନ୍ତି, ଆଉ ଆସିଲା ବେଳକୁ ବି ମଜା କରି କରି ଖଟି କରି କରି ଆସନ୍ତି। ସେଥିପାଇଁ ସେଇ ସମୟଟା ଯେମିତି ଗୋଟେ ଆମକୁ ପିକନିକ ଗଲା ଭଳିଆ ଲାଗୁଥିଲା। ସେମାନଙ୍କୁ ପିକନିକ ଗଲା ଭଳିଆ ଲାଗୁଥିଲା। ଯୋଉଟା ଆମେ ପିକନିକ କହୁଛୁ ସେଟା ସେମାନଙ୍କୁ ପିକନିକ ଭଳିଆ ଲାଗୁଥିଲା। ସେଥିପାଇଁ କୁହନ୍ତି ରାମଧଣା ବଡ ଗଞ୍ଜଣା, ପାଣି ଅଣା ବଡ ସୁଖ, ଦାଣ୍ଡେ ଗଲି, ଦାଣ୍ଡକୁ ଗଲେ କାହା ସହିତ? 50 ଜଣ ସ୍ତ୍ରୀ ଲୋକଙ୍କ ସହିତ। ଦାଣ୍ଡେ ଗଲି ପେହେଣ୍ଡି ମାରିଲି, କାହିଁକିନା ଯେତେବେଳେ ପାଣି ଯୋଉଠୁ ଆଣୁଥିଲେ ସେଠି ଏକାବେଳେ 50 ଜଣ ପାଣି ଗରା ଫିଲଅପ ହେଇ ସାରିଲା ପରେ ସେମାନେ ଆସୁଥିଲେ। ଦାଣ୍ଡେ ଗଲି ପେହେଣ୍ଡି ମାଇଲି, ଚାହିଁଦେଲି ପାଞ୍ଚ ମୁଖ। 50 ଜଣଙ୍କ ମୁହଁ ଦେଖିଲେ, 5 ଜଣଙ୍କ ମୁହଁ ଦେଖିଲେ, ଆସୁଥିଲେ। ଏଇଟା ହେଲା ଢଗଢମାଳି 1। ଆଉ ଦ୍ୱିତୀୟ ଏପିସୋଡ ପାଇଁ ଅପେକ୍ଷା କରିବେ ଢଗଢମାଳି 2 ପାଇଁ। ଥ୍ୟାଙ୍କ ୟୁ।